କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ଗୋଲାପ ବିକ୍ରୟ କରୁଥିବା ଜଣେ 11 ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିଲା। ଏହି ଘଟଣା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ଏହି ଘଟଣା ଉପରେ କେନ୍ଦ୍ର ସରକାରଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଦିଲ୍ଲୀ ଭାରତର ବଳାତ୍କାର ରାଜଧାନୀ ହେବାକୁ ଯାଉଛି ଏବଂ ଏହି ଘଟଣା ନିର୍ଭୟା ମାମଲାର ଏକ ଦୁଃଖଦ ପୁନରାବୃତ୍ତି। ଅଭିଷେକ ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଆସୁଛନ୍ତି ଏବଂ ପରିବର୍ତ୍ତନ ବିଷୟରେ କହୁଛନ୍ତି। ତେବେ ଯେଉଁ ସରକାର ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ କ୍ଷମତା ରଖିପାରୁନାହାନ୍ତି ବା ସ୍ୱଚ୍ଛ ବାୟୁ ଏବଂ ପାଣି ଯୋଗାଇ ପାରୁନାହାନ୍ତି କିମ୍ବା ଘାତକ ବିସ୍ଫୋରଣକୁ ରୋକିପାରୁନାହାନ୍ତି, ସେମାନଙ୍କର ବଙ୍ଗଳାକୁ ଆସି ଭୋଟ ମାଗିବାର କୌଣସି ନୈତିକ ଅଧିକାର ନାହିଁ। ସୂଚନାଯୋଗ୍ୟ କେନ୍ଦ୍ରୀୟ ଦିଲ୍ଲୀରେ ଏକ ଟ୍ରାଫିକ୍ ସିଗ୍ନାଲରେ ଗୋଲାପ ବିକ୍ରୟ କରୁଥିବା ଜଣେ ନାବାଳିକା ଝିଅ। ଅଭିଯୋଗ ହୋଇଛି ଯେ ଜଣେ ଇ ରିକ୍ସା ଚାଳକ 10 ବର୍ଷୀୟ ଝିଅକୁ ଅପହରଣ କରିଥିଲେ। ତାପରେ ତାଙ୍କୁ ଚା ଦେବା ବାହାନାରେ ବିଲକାପୁରର ଏକ ଜଙ୍ଗଲକୁ ନେଇଯାଇଥିଲେ ଏବଂ ତାଙ୍କୁ ବଳାତ୍କାର ମଧ୍ୟ କରିଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଅଚେତ କରି ପଳାଇ ଯାଇଥିଲେ। ଏହି ଘଟଣା ଜାନୁଆରୀ 10 ତାରିଖରେ ଘଟିଥିବା ନେଇ ଜଣାପଡ଼ିଛି। ପୋଲିସ ତଦନ୍ତ ସମୟରେ ପୀଡ଼ିତା ପ୍ରକାଶ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଜଙ୍ଗଲକୁ ନେଇ ସେଠାରେ ଏକ କୋଠରୀରେ ବଳାତ୍କାର କରିଥିଲେ। ପୋଲିସ ରିପୋର୍ଟ କରିଛି ଯେ ଅଭିଯୁକ୍ତ ନାବାଳିକା ଝିଅଟି ମୃତ ଭାବି ପଳାଇ ଯାଇଥିଲେ। ତେବେ ଚେତା ଫେରିବା ପରେ ନାବାଳିକା ଝିଅଟି କୌଣସି ପ୍ରକାରରେ ଘରକୁ ଫେରିଆସିଥିଲେ। ତେବେ ପରିବାର ସଦସ୍ୟମାନେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ ଏବଂ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ ପରେ ପୋଲିସ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। दिनलिपि लाइव को एबे ही लाइक शेयर सब्सक्राइब करंतु।